ପୂର୍ବରୁ ନବ ଦାସ ତାଙ୍କୁ ଧମକ ଦେଇଥିଲେ ଏକଥା ପୋଲିସ ଆଗରେ ଗୋପାଳ କହିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ମୋ ଜୀବନ ପ୍ରତି ବିପଦ ଥିଲା, ନବ ଦାସ ମୋତେ ଯେକୌଣସି ମୁହୂର୍ତ୍ତରେ ମାରିଦେଇ ପାରନ୍ତି, କାରଣ ତାଙ୍କର ନିକଟତମ ଲୋକଙ୍କୁ ମୁଁ ହଇରାଣ କରୁଛି ବୋଲି ତାଙ୍କ ନିକଟରେ ନବ ଦାସଙ୍କ ନିକଟରେ ଅଭିଯୋଗ ହୋଇଥିଲା। ନବ ଦାସ ଓଡ଼ିଶାର ପୂର୍ବତନ ମନ୍ତ୍ରୀ ଯିଏ ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱରେ ଥିଲେ, ତାଙ୍କୁ ହତ୍ୟା କରାଗଲା। ତାଙ୍କ ଛାତିରେ ଗୁଳି ଲାଗିଥିଲା। ଆଉ ଗୁଳି ମାଡ଼ କୌଣସି ଅଜ୍ଞାତ ସ୍ଥାନରେ ହେଇନଥିଲା, ହେଇଥିଲା ତାଙ୍କ ସମର୍ଥକମାନଙ୍କର ଉପସ୍ଥିତିରେ। ହେଇଥିଲା ଜଣେ ପୋଲିସ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ଅଫ୍ ପୋଲିସ ଗୋପାଳ ଦାସଙ୍କର ଦ୍ୱାରା ଏହି ହତ୍ୟାକାଣ୍ଡ, ଯାହା ସାରା ଓଡ଼ିଶାକୁ ଭାରତବର୍ଷକୁ ଚମକାଇ ଦେଇଥିଲା ଯେ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଏଭଳି ଅମାନୁଷିକ ଭାବରେ କାହିଁକି ହତ୍ୟା କରାଗଲା। ଜଣେ ସାମ୍ବାଦିକ ଭାବରେ ମୁଁ ମଧ୍ୟ ଅନେକ ସମୟରେ ଏହି କଥାକୁ ଭାବୁଥିଲି, ଏବେ ବି ଭାବୁଛି, ମୋ ଭଳି ଅନ୍ୟ ସାମ୍ବାଦିକମାନେ ମଧ୍ୟ ଭାବନ୍ତି। ଓଡ଼ିଶାର ଅନେକ ଚିନ୍ତାଶୀଳ ବୁଦ୍ଧିଜୀବୀ ସେହି କଥାକୁ ବାରମ୍ବାର ଭାବନ୍ତି ଯେ ଜଣେ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ଅଫ୍ ପୋଲିସ କର୍ମଚାରୀ ଭାବରେ ଯେ ବହୁ ଦିନ ଧରି ଓଡ଼ିଶା ପୋଲିସରେ କାମ କରିଥିଲେ, ସେ କାହିଁକି ନବ ଦାସଙ୍କୁ ଗୁଳି କଲେ? ଆପଣଙ୍କ ଭିତରେ ମଧ୍ୟ ଏହି ପ୍ରଶ୍ନ ଥାଇପାରେ। ଗୋପାଳ କାହିଁକି ନବ ଦାସଙ୍କୁ ହତ୍ୟା କଲେ? କ'ଣ ଥାଇପାରେ ଏହାର କାରଣ? ଆଜିର ଭିଡ଼ିଓରେ ମୁଁ ଆପଣଙ୍କୁ କେତୋଟି ତଥ୍ୟ ଦେବା ପାଇଁ ଚାହିଁବି। କାହିଁକି ଗୋପାଳ ଦାସ ନବ ଦାସଙ୍କୁ ହତ୍ୟା କଲେ, ଏହା ପଛର କାରଣ କ'ଣ ହେଇପାରେ? ପ୍ରଥମେ ଅନେକ ଗୁଡ଼ିଏ ଥିଓରି ମାର୍କେଟରେ ବୁଲୁଛି। ନେତାମାନେ ଏହି ଥିଓରିକୁ ପ୍ରଚାର ଆଉ ପ୍ରସାର କରୁଛନ୍ତି। ଏ ଥିଓରି ସହିତ ମୋର କିଛି ଲେନଦେନ ନାହିଁ। ମୁଁ ଏ ସମ୍ପର୍କରେ ମତାମତ ଦେବା ପାଇଁ ଚାହିଁବି ନାହିଁ, କାରଣ ଯେକୌଣସି ଘଟଣାରେ ଗଣତନ୍ତ୍ରରେ ରାଜନୀତି ହେବା ସ୍ୱାଭାବିକ। ନେତାମାନଙ୍କର କାମ ହେଉଛି ଘଟଣାକୁ ଇଣ୍ଟରପ୍ରେଟ କରିବା। ଜଣେ ସାମ୍ବାଦିକ ଭାବରେ ମୁଁ କେତୋଟି ପ୍ରଶ୍ନ ଉଠାଇବା ପାଇଁ ଚାହିଁବି ଏବଂ ମୋ ପାଖରେ ଥିବା ତଥ୍ୟ ମୁଁ ଆପଣଙ୍କ ସାମ୍ନାରେ ରଖିବି ଯେ ଗୋପାଳ କାହିଁକି ନବ ଦାସଙ୍କୁ ହତ୍ୟା କଲେ। ଗୋପାଳ ନବ ଦାସଙ୍କୁ ହତ୍ୟା କରିବା ପଛରେ ରାଜନୀତି ନାହିଁ, ବରଂ ବ୍ୟବସାୟିକ କାରବାର ରହିଛି। ଆପଣମାନେ ଜାଣିଛନ୍ତି ନବ ଦାସ ପଶ୍ଚିମ ଓଡ଼ିଶାରେ ନିଜର ବ୍ୟବସାୟିକ ସାମ୍ରାଜ୍ୟ ବିସ୍ତାର କରିଥିଲେ। ତାଙ୍କର ହୋଟେଲ ରହିଛି ଏବଂ ସ୍ଥାନୀୟ ଇଣ୍ଡଷ୍ଟ୍ରିଆଲ ହାଉସେସ୍ ବା ଶିଳ୍ପ ସଂସ୍ଥାଗୁଡ଼ିକ ସହିତ ତାଙ୍କର ବ୍ୟବସାୟିକ ସମ୍ପର୍କ ଥିଲା। ନବ ଦାସଙ୍କ ସହିତ ଅତୀତରେ ମୁଁ ଅନେକ ସାକ୍ଷାତକାର ନେଇଛି, ଅନେକ ଟିଭି ଚ୍ୟାନେଲରେ ଏହା ପ୍ରସାରିତ ହୋଇଛି। ଦୀର୍ଘ ଦିନ ଧରି ବ୍ୟକ୍ତିଗତ ଭାବରେ ନବ ଦାସଙ୍କୁ ମୁଁ ଜାଣିଛି। ଏଇଆ କହିବା ପାଇଁ ମୁଁ ଚାହିଁବି, ଯେତେବେଳେ ତାଙ୍କୁ ମୁଁ ଇଣ୍ଟରଭ୍ୟୁ କରିଥିଲି ଅତୀତରେ, ସେ କହିଥିଲେ ଯେ ମୋ ପାଖରେ ବଡ଼ ବଡ଼ ଗାଡ଼ି ଅଛି, ବରଂ ମୁଁ ନେତାଗିରି କରୁନଥିଲା ବେଳେ ଆହୁରି ଅଧିକ ଗାଡ଼ି ଚଢ଼ୁଥିଲି। ନେତାଗିରି କଲା ପରେ କମ୍ ଗାଡ଼ି ଚଢ଼ୁଛି। ଯେତେ ଅତ୍ୟାଧୁନିକ କାର୍ ଆପଣ ଦେଖୁଛନ୍ତି, ନବ ଦାସଙ୍କ ପାଖରେ ସେ ସବୁ କାର୍ ଥିଲା। ଏବଂ ଆପଣଙ୍କୁ କହି ରଖିବା ପାଇଁ ଚାହିଁବି, ମୃତ୍ୟୁର ମାତ୍ର କିଛି ଦିନ ପୂର୍ବରୁ ସେ ଯେଉଁଭଳି ଢଙ୍ଗରେ ଶନି ମନ୍ଦିରରେ, ମହାରାଷ୍ଟ୍ରର ଶନି ମନ୍ଦିରରେ ଦାନ କରୁଥିଲେ, ଯାହା ମିଡ଼ିଆରେ ଚର୍ଚ୍ଚା ହେଉଥିଲା, କୋଟିଏ ଟଙ୍କାର ସୁନା କଳସ ସେ ଦାନ କରୁଥିଲେ ଶନି ମନ୍ଦିରରେ, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ତ ଏହିଭଳି ଜଣେ ପ୍ରତିପତ୍ତିଶାଳୀ ବ୍ୟକ୍ତି, ଯାହାଙ୍କର ବିଜନେସ୍ ସାମ୍ରାଜ୍ୟର ଅଭିବୃଦ୍ଧି ଘଟି ଚାଲିଥିଲା, ରାଜନୈତିକ କ୍ଷମତା ସେହି ବ୍ୟବସାୟକୁ ଆଗକୁ ନେଉଥିଲା ଏବଂ କଂଗ୍ରେସରୁ ବିଜେଡ଼ି ଆସିବା ପରେ ଶାସକ ଦଳର ଶୁଭ ଦୃଷ୍ଟି ନବ ଦାସଙ୍କ ଉପରେ ପଡ଼ିଥିଲା ଏବଂ ନବ ଦାସ ମଧ୍ୟ ଏହାର ସୁଯୋଗ ନେଇଥିଲେ, ଯାହାଫଳରେ ପୁରା ଝାରସୁଗୁଡ଼ା ଅଞ୍ଚଳ ତାଙ୍କ ନିୟନ୍ତ୍ରଣରେ ଥିଲା। ଗୋପାଳ ହେଉଛନ୍ତି ସେହି ଛୋଟ ପୋଲିସ କର୍ମଚାରୀ, ଯାହାଙ୍କର ନବ ଦାସଙ୍କର ଅତି ନିକଟତମ ଲୋକଙ୍କ ସହିତ ଗଣ୍ଡଗୋଳ ହୋଇଥିଲା। ଯେଉଁମାନେ ବିଭିନ୍ନ ଶିଳ୍ପ ସଂସ୍ଥା ସହିତ ଜଡ଼ିତ, ଯେଉଁମାନେ ଟ୍ରକରେ କାରବାର କରନ୍ତି,
जड़े पुलिस कर्मचारी हिसाब रे सेमानंक भितरु जड़े व्यक्ति सहित गोपालंकर झगड़ा होइथिला। मामला नवदासंक पाखकु जाइथिला एवं गोपाल नवदासंक आड़ू विपद अनुभव करुथिले, जहा से पुलिस निकट रे प्रकाश करिसंती जे से घरे सोइबा बळे थरे कबाट रे ठक ठक शब्द हैला एवं से पदाकू आसिला परे काहाकू देखि पारिले नाही। पूर्वरु नवदास तांकू धमक देइथिले एकथा पुलिस आगरे गोपाल कहिछि। से आहुर मध्य कहिसंती जे मो जीवन प्रति विपद थिला, नवदास मते जेकोसी मुहूर्त रे मारी देई पारंती, कारण तांकर निकटतम लोकंकू मु हैरान करुछि बोली तांक निकटरे नवदासंक निकटरे अभियोग होइथिला। मामला आगकू बढ़ुथिला, झगड़ा बढ़ी चलीथिला एवं नवदास जेकोसी मुहूर्त रे गोपालर क्षति करि पारंती बोली गोपाल मन भितरे धारणा सृष्टि होई चलीथिला। घटना एई स्तर को जाइथिला जेतबळे गोपाल आउ निज घरे रहु नथिले, से थाना रे रहुथिले, घर को जाउ नथिले एवं तांक भितरे क्रमश एक धारणा सृष्टि हैला जे नवदास जेकोसी मुहूर्त रे तांकू मारी देई पारंती, तांकर जीवन प्रति भय रहिछि। द्वितीय कथाटी जहा गोपाल मुंड भितर को आसुथिला जे झारसुगुड़ा अंचल रे जो गुंडागिरी चलीची, जो माफियागिरी चलीची, एथिपाई नवदास दायी एवं नवदासंक विरुद्ध रे सेभली कोनोसी कार्यानुष्ठान ग्रहण करिबा संभवपर नुहे। पुलिस एसपी तांकर किछि करि पारिबे नाही।